तस्य पुरुषोत्तमस्य देवो न जानाति कृतमनुष्य क्षेत्राणं सर्वक्षेत्राणं राजा श्री पुरुषोत्तम देवानां सर्वदेवानां राजा श्री पुरुषोत्तम। यही पुण्यभूमि आर्यावर्त भारतवर्षरे बंगोपसागर कूलरे उत्कल प्रदेशरे कल्पवटंक निकटरे नीलमाधवंक रूपरे जे अतीतरे पूजा पाउथिले सेही नीलमाधव आज जगन्नाथंक रूपरे पूजा पाउछन्ति। जगन्नाथ शब्दटी गोटिए समय थिला से गोटिए मूर्ति रूपरे पूजा पाउथे। परवर्ती समय बलदेव भगवान सुभद्रा माता चक्र सुदर्शन ये सब परवर्ती समय रत्न सिंहासन को आसिले। तेबे वर्तमान पाई आमे अतीतर इतिहास को कहीकि लोकं को गोटे उद्भ्रांत करवा उचित नुहे, किंतु वर्तमान आम पाई जगन्नाथ होउचंती नीलाद्रि चतुर्धा मूर्तये नमः। केन्द्रापड़ार तुलसी क्षेत्र में पूजा पाउचंती बलदेव जगन्नाथ बलदेवंक रूप में पूजा पाउचंती से मध्य सेई तुलसीस बा चतुर्धा मूर्तये नमः। आउ जोठी गोटिकिया मूर्ति पूजा होउचंती से पतित पावनंक रूप में पूजा पाउचंती। आउ केउठी पतित पावन को दधिवामन रूप में पूजा करा जाउछि। आमर यही शारदा मंडल रे असारणा ग्राम रे सेठी जगन्नाथंकर गोटिए मूर्ति जे बहु वर्ष पूर्वरु से नवद्वीप धामरु आसीथिले से सेठी दधिवामनंक रूप में पूजा पाउछन्ति। तांकु से अंचल बहु लोक माने तांकु पूजा करन्ति एवं मानन्ति। ये हूँ गोटे कथा। पूजा करिबा मूर्ति प्रतिष्ठा करिबा मंदिर करिबा ये सब किछि भूल नुहे, किंतु तार आवश्यक नहीं। आमे अनावश्यक भाव रे अजथारे श्रम अर्थ नष्ट करी आमे ये सब पूजारे बाटिछु। कहीं आपण माने देखिबे जेउठी मंदिरटीए गढ़ा हबो सेठी किछि लोक बाहरिबे, सेठी लक्ष्मी मूर्ति रहिबे। आउ किछि लोक बाहरिबे विमलांक मूर्ति रहिबे। नवग्रह रहिबे। एमती
ମାନେ ଭିନ୍ନ ଭିନ୍ନ ଭାବଧାରା ନେଇ ଗୋଟିଏ ଗୋଟିଏ ମନ୍ଦିର ତିଆରି କରିବେ। ଗୋଟିଏ ବ୍ରାହ୍ମଣ କି ଦୁଇଟି ବ୍ରାହ୍ମଣ ଅତି କଷ୍ଟରେ ମିଳିବେ, ତାଙ୍କୁ ବହୁତ ଖୋଜିଲେ ଯାଇ ମିଳିବେ, ସେଇମାନେ ତାଙ୍କୁ ପୂଜା କରିବେ। ଆଉ ଆମେ କୋଲକାତାର ବିଭିନ୍ନ ସ୍ଥାନରେ ଆମେ ଦେଖିଛୁ, ଗୋଟିଏ ବ୍ରାହ୍ମଣ ପାଣି ଢାଳଟିଏ ଧରିଥିବେ, କୁଶ ବଟୁଟିଏ ପକେଇଥିବେ, କୁଶ ଚନ୍ଦନ ଟିକେ ଘୋରିକି ରଖିଥିବେ। ସେ ହଠାତ୍ ପଶି ଆସିବେ, କ'ଣ ମନ୍ତ୍ର ପଢ଼ିକି ଟିକେ ପାଣି ଛିଞ୍ଚି ଦେବେ, ଚନ୍ଦନ ଟିକେ ଦେଇଦେବେ, ଧୂପ କାଠିରୁ ଗୋଟିକିଆ ଧୂପ କାଠି ସେ ପୁଣି 10 ଥର ନିଭିବ। ଏଇଭଳି ଗୋଟେ ପୂଜା ଚାଲିବ। ଏ କଥାରେ ସମସ୍ତେ ଖୁସି ଯେ ଯାହା ହଉ ଆମର ଠାକୁର ପୂଜା ବହୁତ ବଢ଼ିଆ ହେଉଛନ୍ତି। ତେଣୁ ସବୁଠାରୁ ବଡ଼ କଥା ହେଉଛି ଭକ୍ତି କର, ଶ୍ରଦ୍ଧା ରଖ, ପରୋପକାରରେ ମନ ଦିଅ, ଜୀବ ପ୍ରତି ଦୟାଶୀଳ ହୁଅ, ଯେଉଁଠି ପୂଜା କରୁଛ ସେ ସ୍ଥାନଟିକୁ ପରିଷ୍କାର ପରିଚ୍ଛନ୍ନ ରଖ ଏବଂ ତାକୁ ଗୋଟିଏ କ୍ଷୁଦ୍ର ବୃନ୍ଦାବନରେ ପରିଣତ କର, ଅର୍ଥାତ୍ ବିଭିନ୍ନ ପ୍ରକାର ଗଛ, ଫୁଲ ଗଛ, ଫଳ ଗଛ ଲଗାଅ। ତାହେଲେ ତା ଭିତରୁ ଅନେକ ଶକ୍ତି ବାହାରିବେ। ଫୁଲ ବାହାରିବ, ସୁବାସ ବାହାରିବ, ମହୁ ବାହାରିବ, ଆଉ ସୁଗନ୍ଧ ବାହାରିବ, ସୌନ୍ଦର୍ଯ୍ୟ ବାହାରିବ, ଏତେ କଥା ତାଠୁ ବାହାରିବ। ଫଳ ବାହାରିବ, କାଠ ବାହାରିବ, ଛାଇ ବାହାରିବ, ପତ୍ର ବାହାରିବ। କିନ୍ତୁ ଏ ଯେଉଁ ମନ୍ଦିର ଆମେ କଲେ କୋଟି କୋଟି ଟଙ୍କାରେ, ସିଏ ମନ୍ଦିରରୁ କ'ଣ ବାହାରୁଛି ସେ କଥାଟା ଆପଣମାନେ ମୋତେ ଟିକେ ଜଣେଇଲେ ମୁଁ ଭାରି ଖୁସି ହେବି। କୋଟି କୋଟି ଟଙ୍କାର ମନ୍ଦିର ଆମେ କରିଛେ, ମନ୍ଦିର ପୁଣି କମ୍ପିଟିସନରେ ହେଉଛି, ସେଥିରୁ ବାହାରୁଛି କ'ଣ, ଲୋକମାନଙ୍କ ପାଇଁ କ'ଣ ବାହାରୁଛି? ଧରନ୍ତୁ ଜଣେ କହିବ ଲୋକମାନଙ୍କ ପାଇଁ ସେଠି କୃପା ମିଳୁଛି, ସେ କୃପାଟା କେତେବେଳେ ମିଳିଲା, କ'ଣ କଲା, ଆପଣ କେମିତି ଅନୁଭବ କଲେ? ସେ ମୂର୍ତ୍ତି ଉପରେ ବହୁତ ଫୁଲମାଳ ଦେଲଣି, ବହୁ ଚନ୍ଦନ, ବହୁ ଧୂପ, ବହୁ ଦୀପ, ଏମିତି ସବୁ ଦେଇ ଚାଲିଛ, ସେ ମୂର୍ତ୍ତିରୁ କ'ଣ ବାହାରୁଛି? ଏ ମନ୍ଦିରରୁ ମନ୍ଦିର ଭିତରେ ମୂର୍ତ୍ତି, ମୂର୍ତ୍ତି ଭିତରେ ରହିଛି ଶକ୍ତି। ତେଣୁ ଆମେ ସେଇ ଶକ୍ତିକୁ ଭେଦ କରିପାରିଲେ ସିନା ଶକ୍ତିର ସନ୍ଧାନ ଆମେ ପାଇବୁ। ଆମର ତ ସେସବୁ କଥା କିଛି ନାହିଁ। ଆମେ ଏଣୁ ଗଲୁ ତେଣୁ ଗଲୁ, ତା ଭିତରେ ପଶିଗଲୁ, କ'ଣ ଗୋଟେ ମାଗିଦେଲୁ, ଚାଲି ଆଇଲୁ। ତେଣୁ ଏଇସବୁ ଜିନିଷ ଗୁଡ଼ିକ ଠିକ୍ ଲାଗୁନି। ଆପଣ ଦେଖିବେ ଯେତେ ଲକ୍ଷ ମନ୍ଦିର ଏ ଭାରତବର୍ଷରେ ହେଇସାରିଲାଣି, ପୁଣି ଆଗକୁ ଆହୁରି ବି ହେଇପାରେ। କେତେ ମାଟି, ଯେଉଁ ମାଟି ହେଉଛି ମା, କେତେ ମାଟି ଆପଣମାନେ ନଷ୍ଟ କରି ସାରିଲେଣି। ତେଣୁ ମାଟିର ଆବଶ୍ୟକ ରହିଛି ନା ମନ୍ଦିରର ଆବଶ୍ୟକ ରହିଛି? ମୁଁ ଖାଲି ମନ୍ଦିର ବି କହୁନି, ମୁଁ ମସଜିଦ କଥା ବି କହୁଛି, ଚର୍ଚ୍ଚ କଥା ବି କହୁଛି, ସବୁ କଥା।
ଆମର ଆବଶ୍ୟକ ଅଛି ଆମ ଧର୍ମର ମାନେ ନୀତି ନିୟମକୁ ନେଇ ଆମେ ଗୋଟେ ମନ୍ଦିର କରିବୁ, କିନ୍ତୁ ଆମେ ସେଇଆ କରୁଛୁ। ଦିନ ଥିଲା ଏଇ ଓଡ଼ିଶା ମାଟିରେ ଭାଗବତ ଟୁଙ୍ଗି ଥିଲା, ତାକୁ ସବୁଦିନ ଗୋଟିଏ ଗୋଟିଏ ଅଧ୍ୟାୟ ପଢ଼ା ହେଉଥିଲା। ସେ ଯେଉଁ ପଢ଼ା ହେଉଥିଲା ସେଥିରୁ ମଣିଷ କ'ଣ ଶିଖୁଥିଲା, ଇଏ ଗୋଟିଏ କଥା। ଏବଂ ସେ ଭାଗବତଙ୍କର ଗୋଟେ ସେଇଟାକୁ କ'ଣ କହୁଛନ୍ତି, ସେଟା ମୁକୁଟ ଭଳିଆ ଥିଲା। ସେ ମୁକୁଟଟି ଠିକ୍ ଜଗନ୍ନାଥଙ୍କର ମୁଖମଣ୍ଡଳ। ତାମାନେ ଭାଗବତ ଘରକୁ ଗଲା ମାନେ ବା କବାଟ ଫିଟେଇବା ମାନେ ସେଠି ଭାଗବତଙ୍କୁ ତ ଆପଣ ଦେଖିବେ, ତା ସହିତ ଦେଖିବେ ଗୋଟିଏ ଜଗନ୍ନାଥଙ୍କର ମାନେ ଗୋଟିଏ ମୁଖା, ଗୋଟେ ମୁଖା ସେ। ଆଉ ପରବର୍ତ୍ତୀ ସମୟରେ କେତେକ ବିଜ୍ଞ ଲୋକ ସେଇ ମୁଖାଟାକୁ ମଧ୍ୟ ନେଇ ଗୋଟେ ଜଗନ୍ନାଥଙ୍କ ମୂର୍ତ୍ତି ବି କରିଦେଇଛନ୍ତି। ଆମେ ବରୀ ନୂଆ ଗାଁର ବଳଦେବଙ୍କ ମନ୍ଦିରରେ ସେମିତି ଏକ ମୁଖା ମଧ୍ୟ ବଳଦେବଙ୍କ ରୂପରେ ପୂଜା ପାଉଛନ୍ତି। ଏ ପୂଜାଟା ପ୍ରକୃତରେ କ'ଣ? ଆମେ ଯେତେ ପ୍ରକାର ପୂଜା କରୁଛୁ, ଆମେ କହୁଛୁ ନନା ପଞ୍ଚୋପଚାର ପୂଜା, କିଏ କହୁଛି ଆମର 10 ଉପଚାର, କିଏ କହୁଛି ଆମର 16 ଉପଚାର ପୂଜା। ତାହେଲେ ଆପଣମାନେ କୁହନ୍ତୁ ସେ ଉପଚାର କାହିଁକି ଆପଣ କରିଛନ୍ତି? ତା ଦେହରେ ଅଗୁରୁ ଅଛି, ଖେନ୍ଦେ ଅଛି, ଆଉ ସବୁ କ'ଣ ଆରିସି ପାନିଆ ସବୁ ଅଛି। ତାକୁ ସେ ପୂଜା ଆମକୁ କ'ଣ ଦଉଛି? କେବଳ ପୂଜାର ଲକ୍ଷ୍ୟ ହେଉଛି ମନର ସ୍ଥିରତା ପାଇଁ, ମନରେ ଏକାଗ୍ରତା ସୃଷ୍ଟି ହେବା ପାଇଁ ଇଏ ପୂଜାର ଆୟୋଜନ ହେଇଛି। ଆପଣଙ୍କୁ ଯଦି କୁହାଯିବ ଆପଣ ଏଠି 5 ମିନିଟ୍ ବସନ୍ତୁ, ମୁଁ 5 ମିନିଟ୍ ଭିତରେ 5ଟା କଥା ଭାବିଦେବି। କିନ୍ତୁ ଯଦି କୁହାଯିବ ଆମେ 5ଟି ଆମର 16 ଉପଚାର ପୂଜା ହେବ, ଆପଣ ଗୋଟିଏ ଘଣ୍ଟା ଏଠି ବସିବେ, ମନ ନଥିଲେ ବି ବସିବାକୁ ହେବ। ସେଠି ମନ ଇନ୍ଦ୍ରିୟର ତ୍ରାଣକର୍ତ୍ତା ବା ମାଧ୍ୟମ ହେଉଛି ଗୋଟିଏ ପୂଜା। ଆପଣ ପୂଜା କରୁଛନ୍ତି, ଏତିକି ବେଳେ ଗୋଟେ ବାହାରୁ ଗୋଟେ ଶବ୍ଦ ଶୁଭିଲା। ସେ ଶବ୍ଦଟି ଥିଲା ମା ମୋତେ ଭିକ୍ଷା ଦିଅ କିମ୍ବା ମୋତେ ଖାଇବାକୁ ଦିଅ। ଆମେ ସେ କଥା ପ୍ରତି କର୍ଣ୍ଣପାତ କଲୁଣି। କିମ୍ବା ଘର ଭିତରେ ଯଦି ଗୋଟେ ଛୋଟ ଛୁଆ କହୁଛି ମା ମୋତେ ଭୋକ କଲାଣି, ମୋତେ ଟିକେ ଶୀଘ୍ର ଖାଇବାକୁ ଦେ, ସେ କଥାରେ ମଧ୍ୟ ଆମର କର୍ଣ୍ଣପାତ ନାହିଁ। ସ୍ୱାମୀ କହୁଛି ମୋର ମାନେ ଅଫିସକି ଯିବି, ମୋତେ ଟିକେ ଖାଇବାକୁ ଦିଅ, ନା ତମେ ସିଆଡ଼େ ବାହାରେ ଖାଇଦେବ। ଯଦି ଶାଶୁ ଶ୍ୱଶୁରଙ୍କ ଭଳି ରୁଗ୍ନ ଏବଂ ବାର୍ଦ୍ଧକ୍ୟ ମଣିଷ ଥିବେ, ସେ ଡରରେ ବି କିଛି କହିପାରୁନାହାନ୍ତି, କେବଳ ଅନେଇକିରି ବହିଛନ୍ତି କେତେବେଳେ ହାଣ୍ଡି ଶାଳକୁ ଏମାନେ ଯାଇକିରି ଆମକୁ 2ଟା ପଖାଳ କି ଚୂଡ଼ା ଦେବେ। ତାହେଲେ କୋଉ ପୂଜା ଆପଣ କରୁଛନ୍ତି? ପୂଜାର ମାନେ କ'ଣ? ଆମକୁ ତ ବହୁତ ମହାପୁରୁଷ ମାନେ
ବହୁ ପ୍ରକାରର ପୂଜା ଶିଖେଇ ଗଲେ। ତାହେଲେ ସେ ପୂଜାର ମାନେ କ'ଣ? ସେଥିପାଇଁ ଇଏ ପୂଜା ଗୁଡ଼ାକ ଯେତେବେଳେ ବିକ୍ଷିପ୍ତ ହେଲା, ଆମର ସଦ୍ଗୁରୁମାନେ ବା ମାର୍ଗଦର୍ଶକମାନେ କହିଲେ ଧ୍ୟାନ କର, କିଏ କହିଲେ ଆସନ କର, କିଏ କହିଲେ ପ୍ରାଣାୟାମ କର, କିଏ କହିଲେ ଯୋଗ କର, ସବୁ ବର୍ତ୍ତମାନ ସବୁ ଚାଲିଛି। କିନ୍ତୁ ଯାହାକୁ ଦେଖିବ ସେ ଯୋଗ ଅଭ୍ୟାସ କରୁଥିବା ସେଇ ଯୋଉ ମଣିଷଟି, ତା ଭିତରେ ଗୋଟେ ସାମାନ୍ୟ ଆଧ୍ୟାତ୍ମିକ ବିଭୂତିର ଦର୍ଶନ ନଥିବ। ତେଣୁ ଯୋଗ ଜୋର କରୁଛି, ଧ୍ୟାନ ଜୋର କର। ହଁ, ପ୍ରାଣାୟାମ କଲେ ଦେହ ସୁସ୍ଥ ରହିବ। ସେ କେତେବେଳେ କରୁଛି, କେତେବେଳେ କରୁନି। ଠାକୁର କୋଉ ଭୋଗଟା ଖାଆନ୍ତି? କେଉଁ ଗଛର କଦଳୀ ଖାଆନ୍ତି? କେଉଁ ଗଛର ପଣସ ଖାଆନ୍ତି? କେଉଁ ଗଛର ଆମ୍ବ ଖାଆନ୍ତି? ଠାକୁର କେବଳ ଖାଆନ୍ତି ନିଶ୍ୱାସକୁ। ନିଶ୍ୱାସ ହେଉଛି ଜୀବର ଆହାର, ଠାକୁରଙ୍କର ଆହାର। ପ୍ରାଣ ଅପାନ ଉଦାନ ବ୍ୟାନ ସମାନ, ଏଇ ହେଉଛି ଠାକୁରଙ୍କର ନୈବେଦ୍ୟ। ତାକୁ ତ ନୈବେଦ୍ୟ କଲନି, ଯୋଉଠି ନୈବେଦ୍ୟ ଥାଳିଟି ଥୁଆ ହେଇଛି ତା ଉପରେ ଆଜି ମାଛି ବସିଲେଣି, ତାକୁ ବି ତମେ ହୁରୁରୁଣା। ତମେ କି ପୂଜା ଜାଣିଛ? ଯଦି ମନ୍ତ୍ର ଜାଣିଛ, ଗୋଟେ ମନ୍ତ୍ର ପଢିଲ, ବହୁତ ଲୋକ ପଢିପାରିବେ, ତାଙ୍କର ଭୁଲ ହବନି। ଆଉ କିଛି ମଣିଷ ଅଛନ୍ତି, ସେ ମନ୍ତ୍ର ପଢ଼ନ୍ତି କି ଯନ୍ତ୍ର ପଢ଼ନ୍ତି, ସେ କଥା ସିଏ ଜାଣନ୍ତି, ସେ ଜାଣନ୍ତି। ତେଣୁ ସବୁ କଥାକୁ ଲକ୍ଷ୍ୟ କରି ଆମର ଜଗନ୍ନାଥଙ୍କର ବହୁତ ନାଁ ସବୁ ଅଛି, ବହୁତ ନାଁ। କିଏ କହୁଛି କାଳିଆରେ, କିଏ କହୁଛି ବଳିଆରେ, କିଏ କହୁଛି ଅମୁକରେ, ଏମିତି ସବୁ କହୁଛନ୍ତି। କିନ୍ତୁ ଜଗନ୍ନାଥଙ୍କର ପ୍ରକୃତ ନାମ କ'ଣ? ଜଗନ୍ନାଥଙ୍କର ପ୍ରକୃତ ନାମ ତ ଜଗନ୍ନାଥ। ଆଉ ତା ଉପରେ ନାମ କ'ଣ? ମୁଁ ଗୋଟେ ଲୋକ ଏଠି ବହିଛି, ମତେ ପିଲାଦିନେ ମୋ ବାପା ମା ବୁଢ଼ା ଡାକୁଥିଲେ। ସ୍କୁଲରେ ମତେ ବିଚିତ୍ରାନନ୍ଦ ମହାନ୍ତି ବୋଲି ଡାକୁଥିଲେ। ବର୍ତ୍ତମାନ ମତେ ତାପରେ ଡାକିଲେ ଅନ୍ତ ଗୋସାଇଁ ବାବା, ତାପରେ ମତେ ବର୍ତ୍ତମାନ ବଳିଆ ବାବା ଡାକୁଛନ୍ତି। ତାହେଲେ ମୋର ଯଦି 4-5ଟା ନାଁ ହେଲା, ତାହେଲେ ଜଗନ୍ନାଥଙ୍କର କ'ଣ ଜମା ନାଁ ନାହିଁ? ନା ଅଛି, ଦୀନବନ୍ଧୁ, ରହି ତାରି, ସେ ଅମୁକ ସମୁକ। ଇଏ ସବୁ ନାଁ ଆମକୁ ସୁହାଇଲା ଭଳିଆ ଦିଆହେଇଛି। ଜଗତରେ କ'ଣ ଦିନ ଦରିଦ୍ର ମଣିଷ ଆଜି ନାହିଁ? ଆଉ ନାଁ କ'ଣ ତମେ ଦେଇଛ? ଏତିକି କଥା ମନେ ରଖିବେ, ଜଗନ୍ନାଥଙ୍କର ପ୍ରକୃତ ନାମ ହେଉଛି ପୁରୁଷୋତ୍ତମ। ପୁରୀ ଶ୍ରୀକ୍ଷେତ୍ରର ପ୍ରକୃତ ନାମ ହେଉଛି ପୁରୁଷୋତ୍ତମ କ୍ଷେତ୍ର। ବର୍ତ୍ତମାନ ଯୋଉ ମାସଟି ଚାଲିଛି, ଯାହାକୁ କହୁଛନ୍ତି ମଳ ମାସ, ଆମ ଲୋକମାନଙ୍କ ପାଟିରେ ଆଉ କିଛି ପଶିଲାନି। ମଳ ମାସ, ମୂତ୍ର ମାସ, ସେ ଛେପ ମାସ, ଖଙ୍କାର ମାସ, ଏମିତି ସବୁ ମାସ ନାଁ ଥାଏ। ଇଏ ମାସ ହେଉଛି ପୁରୁଷୋତ୍ତମ ମାସ। ଗୀତାର 15 ଅଧ୍ୟାୟରେ ପୁରୁଷୋତ୍ତମ ଯୋଗ, ଆଉ ଗୀତାର 15 ଅଧ୍ୟାୟରେ ପୁରୁଷୋତ୍ତମ ଯୋଗ ଅଛନ୍ତି। ଏବଂ
ପୁରୁଷୋତ୍ତମ ସର୍ବ ରହସ୍ୟ ପୁରୁଷୋତ୍ତମସ୍ୟ ଦେବ ନ ଜାନାତି କୃତ ମନୁଷ୍ୟ। ଦେବତା ମାନେ ବି ଜାଣିନାହାନ୍ତି ପୁରୁଷୋତ୍ତମ ଶବ୍ଦର ଅର୍ଥ କ'ଣ। ଆଉ ମନୁଷ୍ୟ କେମିତି ଜାଣିବେ? ବିଲକୁଲ କିଛି ଜାଣିନାହାନ୍ତି। ସେ ଯାହା ଜାଣିଛନ୍ତି ଖଣ୍ଡିଆ ଏଡ଼ିକି ଟିକେ। ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ମାନେ ଆଦି ପୁରୁଷୋତ୍ତମ ହେଉଛନ୍ତି ପରମାତ୍ମା ବା ନିରାକାର। ହେଲେ ଆଦି ପୁରୁଷୋତ୍ତମ। ଗୁରୁ ହେଲେ ମୋ ଗୁରୁ, ଆପଣଙ୍କ ଗୁରୁ, ତାଙ୍କ ଗୁରୁ, ତାଙ୍କ ଗୁରୁ। ଗୁରୁ ହେଲେ ଯୁଗ ପୁରୁଷୋତ୍ତମ। ଭଗବାନ କୃଷ୍ଣ ହେଲେ ଲୀଳା ପୁରୁଷୋତ୍ତମ। ପ୍ରଭୁ ରାମଚନ୍ଦ୍ର ହେଲେ ମର୍ଯ୍ୟାଦା ପୁରୁଷୋତ୍ତମ। ଆଙ୍କ ନାଁ ମୂଳରେ ମର୍ଯ୍ୟାଦା, ଲୀଳା, ଯୁଗ ସବୁ ରହିଛି। କିନ୍ତୁ ଗୋଟିଏ ପୁରୁଷୋତ୍ତମ ଅଛନ୍ତି, ତାଙ୍କ ମୂଳରେ କି ଶେଷରେ କୌଣସି ଉପାଧି ନାହିଁ। ସିଏ ହେଉଛନ୍ତି ପୁରୁଷୋତ୍ତମ। ସିଏ ପୁରୁଷୋତ୍ତମ ହେଉଛନ୍ତି ଜଗନ୍ନାଥ। ତେଣୁ ଏଇ ସବୁ ସୁନ୍ଦର କଥା, ସବୁ ବହୁତ ବଢ଼ିଆ ବଢ଼ିଆ କଥା। ଆମେ ବିଲକୁଲ କିଛି ଗୋଟାଏ ନ ବୁଝି ନ ଶୁଝି ମାନେ ଯାହା ମାନେ ତାହା ଗୋଟାଏ ଏମିତି କହିଦେଇ ସେ ଦୁର୍ଗା ପୂଜା ହବ, ବଳି ପଡ଼ିବ। କୋଉଠି ଲେଖା ହେଇଛି ଦୁର୍ଗା ପୂଜାରେ ବଳି ପଡ଼ିବ? ଆଉ ସେମିତି କୋଉଠି କ'ଣ ଗୋଟା କ'ଣ ପଡ଼ି ଦେଇକିରି ସେ ଅମୁକ ଜାଗାରେ ଅମୁକ ହବ। ସେ କୋଉ ଲେଖା ଅଛି କୋଉଠି? କୋଉଠି କିଏ କହିଛି? କିଏ? ଯେତେବେଳେ ସୃଷ୍ଟି ନିର୍ମାଣ ହେଲା ସେତେବେଳେ ନାଁଟି ଗୋଟିଏ ଥିଲା, ସେ ନିରାକାର। ସେଇ ନିରାକାରକୁ କିଏ ଅଲେଖ କହିଲା, କିଏ ଆଲ୍ଲା କହିଲା, କିଏ ଗଡ଼ କହିଲେ, ଏହା ଚାଲିଛି। କିନ୍ତୁ ଆମ ସନାତନ ଧର୍ମ ଟିକେ ଆମେ ଅଧିକ କହିଦେଉଛୁ। କିଛି ନ କହି ଖାଲି ନିରାକାର କହିଲେ ବି ହବ। ତେଣୁ ସର୍ବରହସ୍ୟ ପୁରୁଷୋତ୍ତମ। ଆପଣମାନେ ଉପନିଷଦ ତ ବହି ଦେଖିନଥିବେ। ଉପନିଷଦ ବୋଲି ଗୋଟେ ମହାନ ଶାସ୍ତ୍ର ଆମ ଧର୍ମରେ ଅଛି। ଆମେ ବହି ପଢ଼ିଛୁ, ଦୋକାନରେ ଯାଇ ଖୋଜିଛୁ। ସିଏ ଉପନିଷଦ ବହିଗୁଡ଼ିକ ଶଙ୍କରାଚାର୍ଯ୍ୟଙ୍କ ସମୟରେ 108 ଦେଲା। ତାକୁ ସେ ସଜାଡ଼ି ଚୁଚୁଡ଼ିକି 9ଟି ଉପନିଷଦକୁ ଗୁରୁତ୍ୱ ଦେଲେ। କହିଲେ ଏଇ 9ଟି ରହିଲେ ହବ। ସିଏ 9ଟିରୁ ପ୍ରଥମ ଉପନିଷଦ ହେଉଛି ଈଶାବାସ୍ୟମ୍। ଈଶାନ କହିଲେ ଶାସନ। ଈଶାବାସ୍ୟଂ ମିଦଂ ସର୍ବମ୍ ଯତ୍ କିଞ୍ଚ ଜଗତ୍ୟା ଜଗତ୍ ତେନ ତେକ୍ତେନ ଭୁଞ୍ଜିତା ମା ଗୁରୁତ କସ୍ୟ। ଯଦି 9ଟି ନ ପଡ଼ିଲ ଏଇ ଗୋଟିକୁ ହଜମ କରିଦେଲ। ବହୁତ ଦିନ ତଳେ ମୋର ଜଣେ ଅତି ପ୍ରିୟ ଲୋକ ଥିଲେ ସାଧୁ, ପ୍ରାଚୀ ତଟରେ ବୁଦ୍ଧନାଥ। ସେ ବୁଦ୍ଧନାଥଙ୍କ ପାଖରେ ଗୋଟେ ସଭା ହେଉଥିଲା। ସେ ସଭାର ସଭାପତି ବଳିଆ ଥିଲା। ଅନେକ ବକ୍ତାମାନେ ଆସନ୍ତି, ବହୁତ ଭାଷଣ ଦିଅନ୍ତି। ମୁଁ ଖାଲି ତାକୁ ଶୁଣେ। ସେ ଶୁଣେ ଖାଲି, ତ ସେ ପବନରେ ଉଡ଼ିଯାଏ। ମୁଁ ଆଉ କେବଳ ଖାଲି
ଗୋଟିଏ ଧାଡ଼ି କେମିତି ଗୋଟେ ମନେ ରଖିଦେଲେ ସେଇଆକୁ ଟିକେ ବ୍ୟାଖ୍ୟା କରିଦେବି ଆଉ। ଏମିତି ମୁଁ ସେ ସଭାଟିକି 3 ଦିନ କଲି। ଶେଷ ଦିନ ଓଡ଼ିଶାର ଜଣେ ସୁନାମଧନ୍ୟ ପଣ୍ଡିତ ତାଙ୍କ ନାଁଟା କହିଲେ ବି ହବ, ରତ୍ନାକର ଚଇନି, ସିଏ ଆସିଥିଲେ ପ୍ରବଚନ ଦେବା ପାଇଁ। ସେଦିନ ଆଉ ଜଣେ ମୂର୍ଧନ୍ୟ ପଣ୍ଡିତ ପୁରୀର ଥିଲେ, କେତକୀ ମ୍ୟାଡ଼ାମ, ତାଙ୍କୁ କେତକୀ ମ୍ୟାଡ଼ାମ ଡାକନ୍ତି। ସେ ଉପନିଷଦ ଯାକ ସବୁ ମୁଖସ୍ଥ କରିଦେଇଛନ୍ତି। ସେ ଜଣେ ସ୍ତ୍ରୀ ଲୋକ। ତାଙ୍କର ମୋର ସେଇ ସଭାରେ ବସିକିରି କଥୋପକଥନ ହେଉଛି ଯେ ଆପଣ ବାବା, ମୋତେ ସେ ଭଲ ପାଆନ୍ତି, ବାବା ଆପଣ ଏଇ ଯେଉଁ ଉପନିଷଦଟା ଆମର ଈଶାବାସ୍ୟମଟା ସବୁ ଶିଷ୍ୟମାନଙ୍କୁ କହିଦିଅନ୍ତୁ, ସେଇଟାକୁ ପୁରା ମୁଖସ୍ଥ କରିଦେବେ। ସେତିକି ହେଇଗଲେ ଆମର ସବୁ ହେଇଯିବ। ମୁଁ ବି ହଁ ମାରୁଛି, ମୁଁ ମାନେ ଗୁରୁଜନମାନଙ୍କର କଥାକୁ ଅବମାନନା କରିହେବନି, ହଉ କରିବା ଆଉ। ଏତିକି ବେଳେ ଆମକୁ ଶୁଭିଲା ଅମୁକ ତାରିଖ ଦିନ ପୃଥିବୀଟା ଧ୍ୱଂସ ହେଇଯିବ, ପବନ ମାଡ଼ି ଆସିବ, ଆଉ କ'ଣ ମାଡ଼ି ଆସିବ, ବନ୍ୟା ମାଡ଼ି ଆସିବ, ମାନେ ବହୁତ ଚଣ୍ଡୀ ଚାମୁଣ୍ଡା ମାନେ ସବୁ ଖାଇଦେବେ। ଏମିତି ସବୁ କ'ଣ? ଆମେ ଆଉ ଆମ କଥା ବନ୍ଦ କରି ତାଙ୍କ ଆଡ଼କୁ କାନ ଦେଲୁ। କାନ ଦେଇ ତାଙ୍କ କଥା ସଇଲା। କେତକୀ ମ୍ୟାଡ଼ାମ ମୋତେ ଚୁପ୍ ଚୁପ୍ କହିଛନ୍ତି, ଜଣେ ଏତେ ମହତ୍ ଲୋକ ଯେ ବାବା ତାଙ୍କୁ ମିଟିଂ ସଭା ପରେ, ମୁଁ ତ ସଭାପତି ନୁହେଁ, ତାଙ୍କୁ କେବଳ ଆପଣ ପଚାରନ୍ତୁ ଯଦି ଏଇ ତାରିଖ ଦିନ ଆଉ 8 ଦିନ ରହିଲା, ଏଇ ତାରିଖ ଦିନ ଯଦି ପୃଥିବୀଟା ଧ୍ୱଂସ ହେଇଯିବ, ତ ରତ୍ନାକର ବାବୁ ସେ କଟକର ଅମୁକ ବଜାରରେ ଗୋଟେ ଘର କରୁଛନ୍ତି, ଛାତ କେମିତି ତାଙ୍କର ଛାତ ପଡ଼ୁଛି ବା ଛାତ ପଡ଼ିବ, କାହିଁକି ଛାତ ପକାଉଛନ୍ତି? ସମସ୍ତେ ତ ମରିଯିବେ, ସବୁଠୁ ଧୂଳିସାତ ହେଇଯିବ। ରତ୍ନାକର ବାବୁ କେମିତି ଛାତ ପକାଉଛନ୍ତି? ତେଣୁ ଏଇଭଳି ଅନେକ ମନଗଢ଼ା କଥା ଇଏ ସବୁ ଏବେ ବି ଜଣେ ପଣ୍ଡିତ କହୁଛନ୍ତି, ଏବେ ବି ଏଇ ତାରିଖରୁ ଏଇ ତାରିଖ, ସେ ତାରିଖଟା ଗଲାଣି କି କ'ଣ, ଏଇ ତାରିଖରୁ ଏଇ ତାରିଖ ଭିତରେ ପୃଥିବୀରେ ଆଉ କିଛି ରହିବନି। ତାହେଲେ ବର୍ତ୍ତମାନ ତ ଅଛି। ସଂସାରଟା କେତେ ବଡ଼, ତାକୁ ଯିଏ ଗଢ଼ିଛି ସିଏ କେତେ ବଡ଼, ଆମେ ଯିଏ ତାଙ୍କ ପାଦରେ ଜୀବନକୁ ସମର୍ପଣ କରିଛୁ, ଆମେ ବଡ଼ ନ ହଉ ପଛକେ, ଛୋଟ ହେଲେ ବି ତଥାପି ମଧ୍ୟ ଆମେ ଝାଡ଼ୁଦାର ବୋଲି ନିଜକୁ କହିପାରିବୁ। ତାରି ସୃଷ୍ଟିକୁ ଆମେ ସଫା କରିବାକୁ କାମ କରୁଛୁ। ଏମାନେ ସବୁ ଏମିତି ସବୁ ମାନେ ହେଇଗଲେ ଯେ ଏ ସବୁ ପୃଥିବୀ ଧ୍ୱଂସ ହେଇଯିବ। ପୃଥିବୀ ଦେଖିଛ? ପୃଥିବୀ କିଏ ଦେଖିଛି ଗୋଟେ ମୋତେ କହିଲ? କୋଉ ରାଷ୍ଟ୍ରପତି ଏକା ପୃଥିବୀକୁ ଦେଖିଲେଣି? আমরা এই পুରୀ ପର୍ଯ୍ୟନ୍ତ ଗଲେ ଆମ ତାପରେ ବଙ୍ଗୋପସାଗର ପଡ଼ିବ। ବଙ୍ଗୋପସାଗରକୁ ଡେଇଁକିରି ଗଲେ କୋଉ ଦେଶ ଗୋଟା ପଡ଼ିବ ନା ଆଉ ବଙ୍ଗୋପସାଗର ଗଲା ମଝିରେ ଅଣ୍ଡର କରେଣ୍ଟ ଟାଣିବ, ମରିବେ। এই ପ୍ରକୃତି ଆମର ଯୁବକମାନେ ପାଠଶାଠ ପଢ଼ିଛନ୍ତି, ଇଞ୍ଜିନିୟରିଂ, ମେଡ଼ିକାଲ, କେତେ ସୁନ୍ଦର ସୁନ୍ଦର ପାଠ ପଢ଼ି 10-12ଟା କୋଦଣ୍ଡା ଯୁବକ ଯିବା ଆମେ ସମୁଦ୍ରରେ ଗାଧେଇବା। ସମୁଦ୍ରରେ ଗାଧେଇଲେ ଗାଧୁ ଗୋଟେ ଆଡୁ ଗଲା, ସେ ପୁଣି ଗୋଟିକିଆ ପୁଅ ହେଇଯିବ। କ'ଣ ସେଥିରେ ସେଇଥିରେ ଗାଧେଇ ପଇଲେ ତମେ ସବୁ ହେଇଯିବ ପୁଣ୍ୟବାନ। ଏଇଭଳି କଥା ଗୁଡ଼ାକ ମୁଁ ଯେତେବେଳେ ଶୁଣେ, ଆତ୍ମହତ୍ୟା, ସେ ଅମୁକ ଲୋକଟା ମାନେ ପୋଲରୁ ଡେଇଁ ପଇଲା,
ସେ ଅମୁକ ଲୋକଟା ରସି ଦେଇଦେଲା। ଏଇ ଯୋଉ କଥା ଗୁଡାକ ଆତ୍ମହତ୍ୟା, ସେଇ ଈଶାବାସ୍ୟମ୍ ଉପନିଷଦରେ କହିଲେ ଅସୂର୍ଯ୍ୟାନାମତେ ଲୋକା ଅନ୍ଧେନ ତମସା ବୃତା। ଯିଏ ଆତ୍ମହତ୍ୟା କରେ ସେ ପ୍ରେତ ଲୋକରେ ଅନେକ ଜନ୍ମ ପର୍ଯ୍ୟନ୍ତ ଘୁରି ବୁଲେ, ତାର ଜନ୍ମ ହୁଏ ନାହିଁ। ଇଏ କଥା ଯେହେତୁ ପଢ଼ାପଢ଼ି କିଛି ନାହିଁ, ବହି ଗୋଟିଏ ଖୋଜା ନାହିଁ କି କିଛି ନାହିଁ, ଯିଏ ଯାହା ପାଉଛି ସେ ଯାହା କରୁଛି। ଆଉ କିରାସିନି ପକେଇ କାହାକୁ ଜାଳିଦେଲେଣି। ମଣିଷଟା କ'ଣ କିରାସିନିରେ ଜଳିବା ପାଇଁ ଜନ୍ମ ହେଇଥିଲା? ତମର ଯଦି ମନ ନ ହେଲା ତମେ କୁଆଡ଼େ ପଳେଇ ଯାଉ ନା, ଜଙ୍ଗଲରେ ବସିବ। ନହେଲେ ଆମର ଏଇ ମଠକୁ ପଳେଇ ଆସୁନା, ଏଠି ପରିବାପତ୍ର ରମଣୀୟା କରିବ କି ଓଳାଓଳି କରିକି ରହିବ। ନିଜେ କହିଛନ୍ତି ଟାଂସ୍ତେ ପ୍ରତ୍ୟାଭିଗଚ୍ଛନ୍ତି ଯେ କୋ ଆତ୍ମହନୋଦନା। ସେ ପ୍ରେତ ଲୋକରେ ଘୁରି ବୁଲିବେ। ତେଣୁ ଏଇସବୁ ବହୁତ କଥା। ତେବେ ଆଜି ସେଇ ପୁରୁଷୋତ୍ତମଙ୍କ ମାସରେ ମୋର, ମୋ ବିଶ୍ୱର, ମୋ ଉତ୍କଳର ଇଷ୍ଟଦେବ ହେଉଛନ୍ତି। ତମେ ଯେତେ ଇଷ୍ଟଦେବ ଯୋଉଠି ଯିଏ ତିଆରି କରୁଛ କର। ଇଷ୍ଟଦେବ ତିଆରି ହଉ କୋଉଠି ଗାଧୁଆ ତୁଠରେ, କୋଉଠି ଜଙ୍ଗଲ ଭିତରେ। ଗୋଟାଏ ଜଙ୍ଗଲ ଭିତରେ ମୁଁ ହନୁମାନ ଦେଖିଥିଲି ଏଡ଼ାକଲ ଗଲାବେଳେ। ମୁଁ ଭାବିଲି ଆକୁ ତାଡ଼ିକି ନେଇଯିବି, ଆମ ମଠରେ ହେଲେ ବସେଇଦେବା। ମୁଁ ଏ ପିଲା ଗାଡ଼ି ରଖ, ଗାଡ଼ି ରଖ, ହନୁମାନଙ୍କୁ ନେଇ ଆସ, ଆମେ ନେଇଯିବା। ଆଉ ଏଠି କାହିଁକି ଗୁଡ଼ାଏ ଜଙ୍ଗଲ ଭିତରେ ଏଠି ପଡ଼ିଛନ୍ତି, ଫୁଲ ନାହିଁ, ଚନ୍ଦନ ନାହିଁ, କିଛି ନାହିଁ। ଆଉ ଗୋଟେ ବାହାରି ପଡ଼ିଲା, କଲା ଭାଇ ତାକୁ ଆପଣ ଟାଣିକି ଆଣିପାରିବେ? ସେ ବା ରଡ଼ ଧିରେ ପଇଛି। ଆପଣ ରଡ଼ କାଟୁ କାଟୁ ଲୋକ ଆସିବେ ଆପଣଙ୍କୁ ବାଡ଼େଇବେ। ଯେ କାହିଁକି ଠାକୁରମାନଙ୍କୁ ଏତେ ହଇରାଣ କରୁଛ? ଅପରାଧର ଶେଷ ସୀମା ହେଇଯାଉଛି, ଅତି ଚତୁରଗିରି ହେଇଯାଉଛି, ଅତି ଚତୁରଗିରି ହେଇଯାଉଛି। କାହିଁକି ହନୁମାନଙ୍କୁ ଏତେ ହଇରାଣ କରୁଛ? ଗୋଟିଏ ହନୁମାନ ଆମ ଦରକାର ନାହିଁ, ଏତେ ହନୁମାନ। ଇଏ ଗଲା ଗୋଟେ ହନୁମାନଙ୍କ କଥା। ତାପରେ ଯୋଉଠି ଦେଖିବ ଏଇଟା କ'ଣ ଅମୁକ ମନ୍ଦିର, ସେଇଟା କ'ଣ ଯୋଉଠି ପାଉଛ ଗୋଟେ ଗୋଟେ କାହିଁ ଗୋଟେ ଧର୍ମଶାଳା କରୁନା, ଗୋଟେ ଏମିତି ବହୁତ ଭଲ କାମ ଆପଣମାନେ କରିପାରିବେ। ଆପଣ ମଣିଷ, ଆପଣଙ୍କ ମସ୍ତିଷ୍କରେ ଦିବ୍ୟ ଜ୍ଞାନ ପ୍ରଭୁ ଦେଇଛି। ଆପଣମାନେ ବଞ୍ଚିଥିବା ପର୍ଯ୍ୟନ୍ତ ବହୁତ କାମ କରିପାରିବେ, କିନ୍ତୁ ଆପଣମାନଙ୍କ ମୁଣ୍ଡ ସେଥିରେ ନାହିଁ। ଆପଣଙ୍କୁ କିଏ ବନ୍ଦୀ କରୁନି। ପୋଲିସ ତ କାହାକୁ ଗୋଡ଼େଇକିରି ବନ୍ଦୀ କରୁଛି, ତମକୁ ବି କେହି ବନ୍ଦୀ କରୁନାହାନ୍ତି। ତମେ ଆମେ ଏମିତି, ମୁଁ ନିଜକୁ କହୁଛି ବାବୁ, ତମମାନଙ୍କୁ କହୁନି, ଆମେ ଏମିତି ଗୋଟେ ଗୋଟେ ବାଳୁଙ୍ଗା ଜନ୍ମ ହେଇଛୁ, ନିଜେ ନିଜେ ଯାଇକି ଜେଲରେ ପଉଛୁ। ଆମେ ଏଇ ଜେଲରେ ରହିବୁ। ସେ ଜେଲଟା କ'ଣ? ଏଇ ଜେଲ। ଆଉ ଗୁଡ଼ା ମନ୍ଦିର କରିବୁ, ପୂଜା କରିବୁ, ସେ ଯଜ୍ଞ କରିବୁ। ସେ ଯଜ୍ଞ ଯୋଉଦିନ ହବ ଗୁଡ଼ା ମାମଲତି କରିବୁ, ହାତ ପୁରା ହାତ ଗୁଡ଼ାକୁ ଏ ହାତକୁ ତ ବେଶୀ ହଲାନ୍ତି। ଆଉ ହାତ ହଲେଇବୁ, ଏମିତି ମାନେ ଇଏ କରିବୁ, ସେଇ କରିବୁ, ଖାଇବାକୁ ଦେବୁ, ଇଏ କରିବୁ। ଏଇ ହେଉଛି ଆମର ଫାର୍ସ। ଏ ସବୁ ହେଉଛି ସନାତନ ଧର୍ମକୁ କେନ୍ଦ୍ର କରି, ଏ ପବିତ୍ର ଧର୍ମକୁ ସାକ୍ଷୀ ରଖି, ଏ ସବୁ ଗୋଟିଏ ଗୋଟିଏ ଫାର୍ସ। ଦେବାର୍ଚ୍ଚନ କର, ସଦାଚାରୀ ହୁଅ, ବୃକ୍ଷ ତରୁ ତୃଣ ଲତାକୁ ବଞ୍ଚାଅ, ପରିବାରକୁ ଗଠନ କର, ନିଶା ମାଦକକୁ ତ୍ୟାଗ କର, ସାଧୁ ସନ୍ଥମାନଙ୍କୁ ସମ୍ମାନ ଦିଅ। ଆଉ କିଛି ନାହିଁ। ଏଇସବୁ କଥା
କ'ଣ କରିକି ତମେ ମୁକ୍ତି ପାଇଯିବ। କୋଉଠିକେ ଗୋଟେ ଲୋକ ଯୋଉ ଠାକୁରଙ୍କୁ ସେ ଡାକେ ମାନେ ମୁଁ ଦେଖେ 2 ଘଣ୍ଟା ଘଣ୍ଟାକେ ବହୁତ ଡାକେ। ଏମିତି ବେମାରରେ ସେ ପଇଲା, ଏତେ ଡାକୁଥିଲା ସେ 6 ମାସ ଖଣ୍ଡେ ମାନେ ଏବେକା କଥା ମୁଁ କହୁଛି, ଏଡ଼ିକି ଏଡ଼ିକି ପୋକ ସବୁ ତା ଦେହରେ ହେଇଗଲା, ତଥାପି ତା ଜୀବନ ଗଲାନି। ଲୋକମାନେ ଜାଣିଲେ କାଳେ ପ୍ରାୟଶ୍ଚିତ କରିବାକୁ କହିବେ, ଲୋକଙ୍କୁ ବି ସେ ଜଣେଇଲେନି। ଯିଏ କହିଲେ ମୁଁ ପଇସା ଖର୍ଚ୍ଚ କରିବି, ମୁଁ ମୋର ତମେ କାହିଁ ମାରିବ, ତମେ ଯଦି କହିବ ତମକୁ ବି ବାଡ଼େଇକି ଘରୁ ବାହାର କରିଦେବୁ। ସେ ଡରି ଧରିକି ଚୁପି ପଳେଇଲେ, ସୋଠୁ ମଲେ। ଏ ଯୋଉ ମରିବା ଲୋକଟି ପାଇଁ ତାପରେ ଆରମ୍ଭ ହେଲା ଆଉ ଗୋଟେ ଫାର୍ସ। ଜଣେ ବ୍ରାହ୍ମଣ ଖାଇଲେ ହବନି, 2 ଜଣ ଖାଇଲେ ବି ହବନି, 3 ଜଣ ଖାଇଲେ ବି ହବନି। ଆମେ 100 ବ୍ରାହ୍ମଣ ଖୁଆଇଲୁ, 51 ଟଙ୍କା ନାଇଁ 51 ଟଙ୍କା ଆଜି ଚଳୁନି, 101 ଟଙ୍କା ଦକ୍ଷିଣା ଦେଲୁ, ଏତିକି ବୈଷ୍ଣବକୁ ଖୁଆଇଲୁ। ଗାଁ ବାଲା ଆମର 600 ଖାଇଲେ। ଆଉ ସବୁ କେତେ କଥା, ଅମୁକ ଶାଢ଼ୀ ପାଇଁ, ସ୍ତ୍ରୀ ପାଇଁ, ଭଉଣୀ ପାଇଁ, ଅମୁକ ପାଇଁ ଶାଢ଼ୀ ଆଣିଲୁ। ଆରେ ମଣିଷଟା ଜନ୍ମ ହେଇଥିଲା କ'ଣ ଏଇଥିପାଇଁ? ଶାଢ଼ୀ, ବାଡ଼ି, ଗାଡ଼ି ଏଗୁଡ଼ା କ'ଣ ତା ଦରକାର? ତେଣୁ ଧର୍ମକୁ ରକ୍ଷା କରିବାକୁ ପଡ଼ିବ, ଆମକୁ ଶୃଙ୍ଖଳିତ ହେବାକୁ ପଡ଼ିବ। ତେଣୁ ଆଜି ଏଇ ପବିତ୍ର ପୁରୁଷୋତ୍ତମ ମାସରେ ମୁଁ ସେଇ ପୁରୁଷୋତ୍ତମଙ୍କୁ ପ୍ରାର୍ଥନା କରୁଛି, ଆମରି ଭଳିଆ ଅଜରାଙ୍କ ମୁଣ୍ଡରେ ଟିକେ ଜ୍ଞାନ ପ୍ରଦାନ କରନ୍ତୁ। ସମସ୍ତଙ୍କୁ ଶୁଭେଚ୍ଛା ଦେଇ ଆଜିର କଥାକୁ ଏଇଠି ବିଶ୍ରାମ କରୁଛି। ଜୟ ଗୁରୁ, ଜୟ ଜଗନ୍ନାଥ।